ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କର ଔପନ୍ୟାସିକ ସିଦ୍ଧି, ଅଭିବ୍ୟକ୍ତି, ଦୃଷ୍ଟିକୋଣ ଏବଂ ଦର୍ଶନ ସମ୍ପର୍କରେ ମୁଁ କିଛି ଆଲୋଚନା କରିବି। ମୋ ପୂର୍ବରୁ ବିଦୁଷୀ ଜେନା ମ୍ୟାଡାମ ଅଛନ୍ତି ଏବଂ ପୃଷ୍ଠଭୂମିରେ ଅନେକ ବିଦ୍ୱାନ ମାନେ ଅଛନ୍ତି। ପ୍ରଫୁଲ୍ଲ ବାବୁ ତ ଅଛନ୍ତି ଏବଂ ଯେତିକି ଜାଣିଛି ଲୁଚି ଛପି ଥିଲେ ବି ଜଣେ ମୋର ଅନୁଜ ବିଦ୍ୱାନ ପ୍ରଫେସର ସନ୍ତୋଷ ତ୍ରିପାଠୀ ଅଛନ୍ତି ଏବଂ ପ୍ରଫେସର ନଟବର ଶତପଥୀ ଅଛନ୍ତି। ଆହୁରି ମଧ୍ୟ ବହୁ ବିଦ୍ୱାନ এই ବଳୟ ଭିତରେ ବାନ୍ଧି ରହିଛନ୍ତି କେବଳ ପ୍ରଦୀପ୍ତ ବାବୁଙ୍କର এই ତର୍କ ତର୍ଜମାରେ ନିଜକୁ ସାମିଲ କରିବା ପାଇଁ। ଯାଉ ଶୁଭେଚ୍ଛା ସଦିଚ୍ଛା କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବା ପାଇଁ ମୁଁ ଅନୁରୋଧ କରୁଛି। ପୁଣି ସ୍ୱର୍ଣ୍ଣଚୂଡ଼ ସାହିତ୍ୟ ପରିଷଦକୁ ମୋ ହୃଦୟର ଗଭୀର ଗଭୀର ଅଭିନନ୍ଦନ ଜଣାଇ ଆଜିକାର ଶୀର୍ଷକକୁ ଆଗକୁ ନେବା ପାଇଁ ମୁଁ ପ୍ରଦୀପ୍ତ ବାବୁଙ୍କୁ ଅନୁରୋଧ କରୁଛି। ଜୟ ଜଗନ୍ନାଥ। ଆଜ୍ଞା ସାର୍ ସାର୍ ଶୁଣାଗଲାନି ଆପଣ କଥାଟା? ଏବେ ଅନୁରୋଧ ରଖିବି, ଟିକେ ନେଟ୍ ପ୍ରୋବ୍ଲେମ ଟିକେ ଥିଲା। ଠିକ ଅଛି ସାର୍, ଠିକ ଅଛି, ଟିକେ ନେଟ୍ ପ୍ରୋବ୍ଲେମ ମୋର ଥିଲା। କିଛି ଶୁଣାଗଲାନି? କିଛି ଶୁଣାଗଲାନି? ସବୁ ଶୁଣାଗଲା। ଶେଷ ଆଡକୁ ଟିକେ ଆପଣ ଯୋଉ ଶେଷରେ ସାରିଲେ କଥାଟାକୁ ସେଇଠି ଜାଣି ପାରିଲିନି। ଆଜ୍ଞା କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ମୁଁ ଅନୁରୋଧ କରୁଛି। ଠିକ ଅଛି ସାର୍, ଠିକ ଅଛି, କ୍ଷମା କରିବେ, କୃତଜ୍ଞତା ଜଣାଉଛି। ଏବେ ଅନୁରୋଧ ରଖୁଛି ଆଜିର ଆଲୋଚିକା ନିଶ୍ଚିତ ଭାବରେ ଜଣେ ଅତ୍ୟନ୍ତ ସରଳ ଏବଂ ପିଲାମାନଙ୍କ ଉଦ୍ଦେଶ୍ୟରେ କହିବି ଜଣେ ନାରୀ ପ୍ରତିମା ଭାବରେ ବହୁ ଝିଅ ଅଛନ୍ତି ଆମ ପାଖରେ। ଜଣେ ଦୃଢ ମନା ମଣିଷ, ଜଣେ ଦୃଢ ମନା ଗବେଷିକା ସମାଲୋଚିକା ଡକ୍ଟର ପ୍ରମୋଦିନୀ ଜେନାଙ୍କୁ ସେ ଆଜିର କଥାବସ୍ତୁ ଉପରେ ନିଜର ଆଲୋଚନାକୁ ଆରମ୍ଭ କରନ୍ତୁ। ପୂଜ୍ୟ ଜେନା ମ୍ୟାଡାମ, ପୂଜ୍ୟ ଜେନା ମ୍ୟାଡାମ। शुभ संध्या। प्रदेव शुभुची मो कथा? आज्ञा आज्ञा सुना सुना सुना। शुभ संध्या। आजिर ए आभासी मंच रे उपस्थित समस्त सतीर्थ बंधु मान को मोर हृदय भरा प्रणाम। मु सबुबले प्रदीप बाबू को जो ए प्रदीप बाबू जो आयोजन अत्यंत उत्साहप्रद एवं समय उपयोगी, से तांकर धारावाहिक भाव में जो आलोचना चक्र को रखुछंती, ए आलोचना चक्र माध्यम रे आम छात्र छात्री माने उपकृत हेउछंती एवं प्रति शुक्रवार बुधवार जो आसर रखिछंती समस्त छात्र छात्री माने मध्य सहयोग करूछंती। ता सहित ओडिशार कोण अनुकोणरू विद्वान बंधुगण मध्य उपस्थित रही ए कार्य को सफल रूप से रूपायित करिछंती। सेथिपाई मु समस्त निकट रे कृतज्ञ। आज जो विषय वस्तु टिके प्रदीप बाबू रखिछंती, आजिर मनीष वास्तव रे आमे समस्ते मनीष ईश्वर सृष्टि रे आमे गोटे अद्वितीय जोग जन्मा भाव रे समस्ते समस्त निज निजर दायित्व नहीं ए धरा पृष्ठ रे जन्म हेचे। सेहीपरि कालनिचरण पाणिग्राही मध्य से समय जने जोग जन्मा समसामयिक परिस्थिति सेते अनुकूल नथिले मध्य से निजको अनुकूल वातावरण रखी